ଜୁହାର ଦର୍ଶକ ବନ୍ଧୁ ପୁଣି ଏକ ନୂତନ ଭିଡ଼ିଓକୁ ସ୍ୱାଗତ ଆପଣମାନଙ୍କୁ ପି ଫାର୍ମିଂ ଚ୍ୟାନେଲରେ। ତ ଯଦି ଚାଷୀ ଭାଇମାନେ ଆପଣମାନେ 2026 ଖରିଫ ଋତୁ ପାଇଁ ଯଦି ଭଲ ଧାନ ବିହନ ଖୋଜୁଛନ୍ ତେବେ এই ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଜାଣିପାରିବେ ଯେ ଆମେ ଆଜି ଆଲୋଚନା କରିବା ପାନସିଡ୍ସ କମ୍ପାନୀର ଟପ୍ 3ଟା ଧାନ ବିଷୟରେ ଆଲୋଚନା କରିବା। ତ ଚାଷୀମାନଙ୍କର ମତାମତ ଅନୁସାରେ ଆଉ ଏଟା ବହୁତ ବଢ଼ିଆ ହେଉଛି 35ରୁ ଆପଣମାନେ 30ରୁ 40 କୁଇଣ୍ଟାଲ ତକ ଆପଣମାନେ ଅମଲ କରିପାରିବେ। ତ ସେଇ ଟପ୍ 3ଟା ଧାନ ବିଷୟରେ ଆଲୋଚନା କରିବା। ତ ଆପଣମାନେ ମୂଳ ଶେଷ ତକ ଯୋଡ଼ି ହେବାରକେ ଅନୁରୋଧ, ନାହେଲେ ଆପଣମାନେ କିଛି ଜାଣି ନାଇଁ ପାରନ୍। ତ ଚାଷୀ ଭାଇମାନେ ଚାଲୁନ୍ ଆଲୋଚନା କରିବା ଡେରି ନି କରି କରି। ତ ପାନ ସିଟ୍ ହେଉଛି ଚାଷୀମାନଙ୍କର ଗୋଟେ ଭରସା ଯୋଗ୍ୟ କମ୍ପାନୀ ଯେନ୍ଟା ଜାଣିଥିବେ। ତ ସେ ପାନ କମ୍ପାନୀର ଟପ୍ 3ଟା ଧାନ ବିଷୟରେ ଆଲୋଚନା କରିବା। ତ ଚାଷୀ ଭାଇମାନେ ଦେଖୁନ୍, ଫାର୍ଷ୍ଟ ହେଲା ପାନ 804। ପାନ 804 ହେଉଛି ଦେଖୁନ୍ ଯେନ୍ଟାକି ପାନ ଯମୁନା କହୁଛନ୍ ଆପଣମାନେ। ସେଟା ତ ଗୋଟେ ରେକର୍ଡ ସୃଷ୍ଟି କରି ସାରିଛେ ଓଡ଼ିଶାରେ। ସେଟା ମୁଜିକରି ଚାଷ କରିପାରିବେ ଆପଣମାନେ, କିଛି ଅସୁବିଧା ନାହିଁ। ବହୁତ ବଢ଼ିଆ ଆୟ ଦେଉଛି, ପୁରା ବମ୍ଫର ଅଫର ଦେଉଛି। ତାର ଅବଧି 140ରୁ 145 ଦିନିଆଟା। ସେତେ ଦିନରେ ଅମଲ ହେଇଆସି। ତାର ହାଇଟ୍ ଦେଖମା ବୋଲେ 110ରୁ 105 ସେଣ୍ଟିମିଟର। ଏ ଧାନ ଯେ ମଧ୍ୟମ ମୋଟା ଧାନର ଆକାର ଦେଖମା ବୋଲେ ଓଜନଦାର ଧାନ। ଧାନର କେଣ୍ଡାର ଲମ୍ବା ହେଉଛି 23ରୁ 25 ସେଣ୍ଟିମିଟର ଲମ୍ବା ରହିଥିସି। ଏଥିରେ ରୋଗ ପୋକ ଟିକେ ବହୁତ କମ୍ ଲାଗିଥିସନ୍, ଯେନ୍ଟାକି BLB ବ୍ଲାଷ୍ଟ ଏଇଟା ଟିକେ କମ୍ ଲାଗିଥିସନ୍। ଏହା ଦେଖୁନ୍ ଓଜନଦାର ଧାନ। ପିଲ୍ ସଂଖ୍ୟା ଦେଖମା ବୋଲେ 15ରୁ 25ଟା ତକ ପିଲ୍ ଆସିଯାଉଛେ। ଯଦି ଆପଣମାନେ ସଠିକ୍ ହିସାବରେ ଚାଷ କରିବେ 30ରୁ 40 କୁଇଣ୍ଟାଲ ମଧ୍ୟରେ ଆପଣମାନେ ଅମଲ କରିପାରିବେ ଚାଷୀ ଭାଇମାନେ। ଏଇଟା ଦେଖୁନ୍ ଧାନ ଗଛ ଏଇଟା ଅତି ସହଜରେ ନେଇ ପଡ଼ିଥାଏ। ପ୍ରାୟ ଜାଗାରେ ହେନ୍ତା ଜାଗାରେ ପଡ଼ିଆସି ଅଧିକ ସାର କରିଦେଲେ, ନହେଲେ ଧାନ ଗଛ ବି ବହୁତ କମ୍ ଜାଗାରେ ପଡ଼ିଥିସି। ତାପରେ ଆଲୋଚନା କର୍ମା 2 ନମ୍ବର ଆସିଲା। 3 ନମ୍ବରଟା ବହୁତ ଇମ୍ପୋର୍ଟାଣ୍ଟ ଆଉ ବହୁତ ବଢ଼ିଆ ଧାନ, ସେ ବିଷୟରେ କହିମା। ତ ଏବେ 2 ନମ୍ବର ଆଲୋଚନା କର୍ମା। ତାପରେ ଦେଖୁନ୍ ପାନ 401 ଜଲରାଜ ଧାନ ଯେନ୍ଟା କହୁଛେ ପାନ ସିଟ୍ସର ଏଇଟା ଜଲରାଜ ଧାନ। ଏଇଟା ବି ଦେଖୁନ୍ 140ରୁ 145 ଦିନିଆ ଧାନ। ଏଇଟା ବି ବହୁତ ବଢ଼ିଆ ଧାନ। ଭଲ ଆୟ ହେଉଛି, ମଧ୍ୟମ ମୋଟା ଧାନ। ଏଇଟା ଗଛର ଉଚ୍ଚତା ଦେଖମା ବୋଲେ ଚାଷୀ ଭାଇମାନେ 100ରୁ 110 ସେଣ୍ଟିମିଟର ରହୁଛେ। ଦେଖୁନ୍ ପ୍ରତି ପିଲ୍ ଦେଖମା ବେଲେ ପ୍ରତି ଗଛରେ ଆମର 15ରୁ 25ଟା ପିଲ୍ ଲେଖାନ୍ ପଲି ଯାଉଛି। ଏଇ ଧାନରେ ବି ବ୍ଲାଷ୍ଟ BLB ଟିକେ କମ୍ ଲାଗିଥିସନ୍, ରୋଗ ପୋକ ସହନଶୀଳତା ଅଛି। ଦେଖମା ବେଲେ ଏଇଟା ଓଜନଦାର ଧାନ ଏବଂ ଧାନ ଗଛ ଅତି ସହଜରେ ନେଇ ପଡ଼ିଥାଏ ଧୁକା ପବନ ବର୍ଷାରେ, କାହିଁକିନା କାଣ୍ଡଟା ଶକ୍ତ ଥିସି ଏବଂ ଏଥିରେ ରୋଗ ପୋକ ବି ସହନଶୀଳତା ଅଛି। ଠିକ୍ ଠାକ୍ ଧାନ ଏଇଟା, ଯେନ୍ଟାକି ଆପଣମାନେ ଭଲସେ ଚାଷ କଲେ ବେଲେ ଏଇଟା ବି 30ରୁ 40 କୁଇଣ୍ଟାଲ ମଧ୍ୟରେ ଆପଣମାନେ ଅମଲ କରିପାରିବେ ଚାଷୀ ଭାଇମାନେ। ତାପରେ ଯିମା 3 ନମ୍ବରକେ, ଯେନ୍ଟାକି ପୂଜାରିଣୀ ଧାନ। ଏଇଟା ହେଉଛି ପାନ 847। ଏଇଟା ଗୋଟେ ରେକର୍ଡ ସୃଷ୍ଟି କରିଛେ ଏଇ ଧାନ ଓଡ଼ିଶାରେ, ଚହଲ ପକେଇଛେ, ଯେନ୍ଟାକି ଏଇଟା ବାହାଲ ଧାନ କହେମା। ଏଇଟା ହେଉଛି ଦେଖୁନ୍ ପୂଜାରିଣୀ ଧାନ 150ରୁ 155 ଦିନିଆ ଧାନ, ଯେନ୍ଟାକି ବାହାଲ ପାଣିରେ ପାଣି ଜମଲା ଜାଗାରେ ବି ଆପଣମାନେ ଏଇଟା କରିପାରିବେ। ତ ଏଇ ଧାନର ଦେଖୁନ୍ 150ରୁ 155 ଦିନିଆ ଧାନ। ଏଇଟା ଏହାର ମଧ୍ୟମ ମୋଟା ଧାନ। ଗଛର ହାଇଟ୍ ଦେଖମା ବେଲେ 105ରୁ 110 ସେଣ୍ଟିମିଟର ରହୁଛେ ଏବଂ ପିଲ୍ ସଂଖ୍ୟା ଦେଖମା ବେଲେ ଆପଣମାନେ 15ରୁ 25ଟା ତକ ପିଲ୍ ଆସିଯାଉଛି ଏବଂ BLB BHB ଥିରେ ଟିକେ କମ୍ ଲାଗିଥିସନ୍। ଏତାର କେଣ୍ଡା ହେଉଛି ଦେଖୁନ୍ 23ରୁ 25 ସେଣ୍ଟିମିଟର ତକ ତାର କେଣ୍ଡାର ଲମ୍ବା ରହୁଛେ ଧାନ କେଣ୍ଡାର। ଏବଂ ଧାନ ଗଛ ଅତି ସହଜରେ ନି ପଡ଼ିଥାଏ, କାଣ୍ଡଟା ଶକ୍ତ ଥିସି, ମଜବୁତ ଥିସି। ଦେଖୁନ୍ ଚାଷୀ ଭାଇମାନେ ଏଇଟା ଗୋଟେ ରେକର୍ଡ ସୃଷ୍ଟି କଲା ଧାନ, ଯେନ୍ତା ପାନ ଯମୁନା ପାନ 804 ଯେନ୍ତା ରେକର୍ଡ ସୃଷ୍ଟି କରିଥିଲେ ପୂଜାରାଣୀ ଧାନ ବି ହେନ୍ତା ରେକର୍ଡ ସୃଷ୍ଟି କରି ଚହଲ ପକେଇଛେ। ତ ଆପଣମାନେ ଏଇଟା ଆଙ୍ଗୁଜି କରି ଧାନ ପାନ କମ୍ପାନୀର ହେଉଛି ବ୍ରାଣ୍ଡ କମ୍ପାନୀ, ଚାଷୀମାନଙ୍କର ଭରସା ଯୋଗ୍ୟ କମ୍ପାନୀ। ତ ଏଇଟା ବି ଆପଣମାନେ ଯଦି ଚାହିଁଲେ ଏଇ ଧାନ କରିପାରିବେ, ଓଜନଦାର ଧାନ, ସବୁ ଓଜନଦାର ମଣ୍ଡି ପାଇଁ ଆପଣମାନେ ବେଷ୍ଟ ଏ। ତ ଇ ଧାନ ନିଶ୍ଚୟ ଥରେ ଟ୍ରାଏ କରିବେ। ତ ଆପଣମାନେ କେନ୍ ଧାନ ଚାଷ କରୁଛନ୍ ଆମକୁ ଟିକେ କମେଣ୍ଟ କରିବେ ଚାଷୀ ଭାଇମାନେ, ମତାମତ ଟିକେ ଜଣାବେ। ଯଦି ଭିଡ଼ିଓରେ କିଛି ଆପଣମାନେ ଜାଣିପାରିଲେ, କିଛି ଶିଖିପାରିଲେ, ଆମେ ଆପଣଙ୍କୁ କିଛି ଇନଫର୍ମେସନ୍ ଦେଇପାରିଲୁ। ଆପଣଙ୍କୁ ଯଦି ଭଲ ଲାଗଲା ନିଶ୍ଚୟ ଗୋଟେ ଲାଇକ୍ଟେ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରବାର୍କେ ନାଇଁ ଭୁଲବେ। ଜୟ କିଷାନ, ଜୟ ଭାରତ, ଜୟ ହିନ୍ଦ।